ଶ୍ରୀ ଅରବିନ୍ଦ ଶ୍ରୀକ୍ଷେତ୍ର ଡାଳିଯୋଡ଼ା ଶ୍ରୀ ଅରବିନ୍ଦ ଦର୍ଶନର ଅନ୍ୟତମ ପ୍ରୟୋଗ କେନ୍ଦ୍ର। କିଏ କିଏ କହନ୍ତି ଶ୍ରୀକ୍ଷେତ୍ର ଆଶ୍ରମ। 1974 ମସିହାରେ ମହାନ ସାଧକ ଦୂରଦ୍ରଷ୍ଟା ଋଷି ଶ୍ରୀ ଶ୍ରୀ ବାବାଜୀ ମହାରାଜଙ୍କ ଦ୍ୱାରା ଏହା ପ୍ରତିଷ୍ଠିତ ହୋଇଥିଲା। କଟକ ଜିଲ୍ଲାଠୁ 35 କିଲୋମିଟର ଦୂର ଟାଙ୍ଗୀ ହରିପୁର ରୋଡ଼ରେ କିଛି ବାଟ ଆଗକୁ ଗଲେ ପଡ଼େ ରାଜସ୍ୱ ଗ୍ରାମ କରଞ୍ଜି। ଏଇଠି ଡାଳିଯୋଡ଼ା ଆଶ୍ରମ। ଏହାକୁ ଓଡ଼ିଶାର ଅରଭିଲ ମଧ୍ୟ କୁହାଯାଏ। ହଳଦିଆ, ସବୁଜ ଏମିତି ବିଭିନ୍ନ ରଙ୍ଗର ଛୋଟ ଛୋଟ ଚଢ଼େଇମାନଙ୍କର କିଚିରି ମିଚିରି ସ୍ୱରରେ ମନ ମୁଗ୍ଧ ହୋଇଯାଏ। ପ୍ରାୟ 300 ଏକରରୁ ଉର୍ଦ୍ଧ୍ୱ ଜମି ଉପରେ ଆଶ୍ରମଟି ପ୍ରତିଷ୍ଠିତ। ଅର୍ଗାନିକ୍ ଫାର୍ମିଂ ବା ଜୈବ କୃଷି ପାଇଁ ଏହା ବିଖ୍ୟାତ। ଏଠାରେ ଧାଡ଼ି ଧାଡ଼ି ହୋଇ ଲାଗିଛି ତୁଳସୀ ଗଛ, ଗେଣ୍ଡୁ ଫୁଲ ଗଛ ଓ ଅନ୍ୟାନ୍ୟ ଆହୁରି ଗଛ। ଏଠି ଚାଷବାସ ଆରମ୍ଭ ହୋଇଛି, ନୂଆ କରି ଚାରା ରୋପଣ ହୋଇଛି। ବାଇଗଣ, ଭେଣ୍ଡି, ଜହ୍ନି, ପୋଟଳ, କଖାରୁ ବର୍ଷ ସାରା ବିଭିନ୍ନ ପ୍ରକାରର ପନିପରିବା ଏଠାରେ ଚାଷ କରାଯାଏ। ଏହି ତୁଳସୀ ବଗିଚାର ପାଖରେ ରହିଛି ଶ୍ରୀ ଅରବିନ୍ଦ ବିଶ୍ୱବିଦ୍ୟାଳୟ। ଏଠାରେ ମାଆ ଶ୍ରୀ ଅରବିନ୍ଦଙ୍କର ଦର୍ଶନ ସମ୍ବନ୍ଧୀୟ ଅନେକ ଫଟୋଚିତ୍ର ପ୍ରଦର୍ଶିତ ହୋଇଛି। କୌଣସି ପ୍ରକାର ରାସାୟନିକ ସାର ବା କୀଟନାଶକ ଔଷଧ ଏଠାରେ ବ୍ୟବହାର କରାଯାଏ ନାହିଁ। ଏଠାରେ ବିଭିନ୍ନ ପ୍ରକାରର ତୁଳସୀ ଗଛ ଦେଖିବାକୁ ମିଳେ। ଏଠାକାର ପ୍ରତ୍ୟେକ ବୃକ୍ଷରାଜି ଊର୍ଦ୍ଧ୍ୱତର ଚେତନାର ସ୍ୱାକ୍ଷର ବହନ କରନ୍ତି। ଆଶ୍ରମର ଅନ୍ତେବାସୀମାନଙ୍କ ସ୍ପର୍ଶରେ ଏଠାକାର ଗଛଲତା କଥା କହନ୍ତି। ଅନ୍ତେବାସୀମାନଙ୍କର ଜୀବନ ଅତ୍ୟନ୍ତ ସରଳ ଓ ନିରାଡ଼ମ୍ବର। ଏହି ପ୍ରୋଗ୍ରେସ୍ ହେଉଛି ଅନ୍ତେବାସୀମାନଙ୍କର ରହିବା ସ୍ଥାନ। ଏଠାରେ ରହିଛି ଶ୍ରୀ ଅରବିନ୍ଦ ବିଶ୍ୱବିଦ୍ୟାଳୟ ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର। ଛାତ୍ରଛାତ୍ରୀମାନେ ଶ୍ରୀ ଅରବିନ୍ଦ ଚିନ୍ତାଧାରା ଓ ଆଦର୍ଶରେ ନିଜକୁ ଗଢ଼ି ତୋଳନ୍ତି। ଏଠାରେ ଜୈବ କୃଷିର ଏକ ଅନୁପମ ଦୃଷ୍ଟାନ୍ତ ପରିଲକ୍ଷିତ ହୁଏ। ଏଠାରେ ଉଷୁନା ଚାଉଳ ମୋଟା, ଉଷୁନା ଚାଉଳ ମଧ୍ୟମ, ଉଷୁନା ଚାଉଳ ନାଲି, ଉଷୁନା ଚାଉଳ ସରୁ, ଅରୁଆ ଚାଉଳ ସରୁ, ଅରୁଆ ଚାଉଳ ବାସ୍ନା ଏମିତି ବିଭିନ୍ନ ପ୍ରକାରର ଚାଉଳ ତିଆରି କରାଯାଏ। ଏହାଛଡ଼ା ଗୋଟା ମୁଗ ଡାଲି, ମୁଗ ଡାଲି, କୋଳଥ ଡାଲି ଏହିଭଳି ବିଭିନ୍ନ ପ୍ରକାର ଡାଲି ମଧ୍ୟ ଉତ୍ପାଦନ କରାଯାଏ। ଡାଳିଯୋଡ଼ାର ଅନ୍ୟତମ ଆକର୍ଷଣ ହେଉଛି ଏହାର ଉନ୍ନତମାନର ନର୍ସରୀ। ଏଠାରେ ବିଭିନ୍ନ ପ୍ରକାରର ଫୁଲ ଗଛ ଏବଂ ଫୁଲ ଗଛର ଚାରା ଉପଲବ୍ଧ। ବର୍ଷ ସାରା ଏଠାରେ କିସମ କିସମ ଫୁଲ ଚାରା ଉତ୍ପନ୍ନ କରାଯାଏ। କମ୍ପାସନ୍ ହେଉଛି ଡାଳିଯୋଡ଼ା ଆଶ୍ରମର ଆତ୍ମା। ଏଠାରେ ମା ଶ୍ରୀ ଅରବିନ୍ଦଙ୍କର ଫଟୋଚିତ୍ର ସଜ୍ଜିତ ହୋଇ ରହିଛି। ମାତୃମନ୍ଦିର ଏହାର ମୁଖ୍ୟ ଆକର୍ଷଣ। ଏହା ମଧ୍ୟ ଏଠାକାର ସାଧନା କେନ୍ଦ୍ର। ଏ ପୃଥିବୀ ବିଚିତ୍ର। ଏହି ବିପୁଳ ବିଶ୍ୱ ଏକ ଆତ୍ମନିମଗ୍ନ ଅଚେତନାର ଛାୟା ତଳେ ବୁଦ୍ଧିର ଅଗମ୍ୟ ଧାରାରେ ଘୂରି ବୁଲେ। ତାହା ଆମର ସକଳ ଅପ୍ରାପ୍ୟ ଆନ୍ତର ଅର୍ଥର ଚାବି ଲୁଚାଇ ରଖିଥାଏ। ଆମେ ଶୁଣିପାରୁନଥିବା ଏକ ବାଣୀ ଆମ ହୃଦୟ ଗହ୍ୱରରେ ବଦ୍ଧ କରି ରଖିଥାଏ। ଏହି ଜଗତ ଚିନ୍ମୟୀ ପୁରୁଷଙ୍କ ଏକ ଜଟିଳ ଶ୍ରମରେ ପୂର୍ଣ୍ଣ ଏକ ତ୍ରୁଟିହୀନ ଯନ୍ତ୍ର, ଯାହାର ବ୍ୟବହାର କେହି ବି ଜାଣନ୍ତି ନାହିଁ। ଏକ ଅର୍ଥହୀନ କଳା ଓ ଚାତୁରୀ, ଏହି ଯେ ସୂକ୍ଷ୍ମ ଅଣୁରାଜିର ବିରାଟ ବୈଚିତ୍ର୍ୟମୟ ଜୀବନ, ତାର ନିରନ୍ତର ଲକ୍ଷ୍ୟହୀନ ଐକ୍ୟତାନରେ ସଙ୍ଗୀତମାଳା ଗାଇ ଚାଲିଥାଏ। ଏଠାରେ ମନ ଶିକ୍ଷାଲାଭ କରେ, କିନ୍ତୁ କିଛି ଜ୍ଞାନ ଆହରଣ କରି ନ ପାରି ସତ୍ୟ ପ୍ରତି ବିମୁଖ ହୁଏ। ବାହ୍ୟ ଚିନ୍ତା ଦ୍ୱାରା ବାହ୍ୟ ନିୟମ ଅଧ୍ୟୟନ କରେ, ପ୍ରାଣଧାରାର ପଦକ୍ଷେପ ପରୀକ୍ଷା କରେ ଏବଂ ବିଶ୍ୱ ପ୍ରକୃତିର ପ୍ରକ୍ରିୟା ଦେଖେ। କିନ୍ତୁ ପ୍ରକୃତି କାହିଁକି କାର୍ଯ୍ୟ କରେ ଏବଂ ଆମେ କାହିଁକି ଜୀବନ ଧାରଣ କରିଛୁ, ତାର ଉଦ୍ଦେଶ୍ୟ ବୁଝି ନ ପାରି ସେ କେବଳ ପ୍ରକୃତିର ଯଥାଯଥ କୌଶଳ ଓ ଅଶ୍ରାନ୍ତ ପ୍ରଯତ୍ନକୁ ହିଁ ଲକ୍ଷ୍ୟ କରେ ଏବଂ ପ୍ରାଣ ପ୍ରକୃତିର ଧୈର୍ଯ୍ୟଶାଳୀ ସୂକ୍ଷ୍ମ ବିବରଣୀର ଜଟିଳତା ଲକ୍ଷ୍ୟ କରେ। ପ୍ରକୃତିର ଅନ୍ତହୀନ କର୍ମାବଳୀର ବିପୁଳ ବ୍ୟର୍ଥ ସ୍ତୂପ ମଧ୍ୟରେ ପ୍ରବୀଣ ଆତ୍ମାର ସାହସିକ ଉଦ୍ଭାବକ ପରିକଳ୍ପନା ଲକ୍ଷ୍ୟ କରେ ଏବଂ ତାର ଉଦ୍ଦେଶ୍ୟହୀନ ଯୋଗ ଫଳରେ ଅର୍ଥପୂର୍ଣ୍ଣ ସଂଖ୍ୟା ସବୁ ଯୋଗ କରେ। ତାର ତ୍ରିକୋଣାକାର କକ୍ଷ ସମୂହର ସ୍ତୂପ
ଏବଂ ଆରୋହଣଶୀଳ ଛାତ ସବୁକୁ ପ୍ରକୃତି ରଚିତ ଘନ ସନ୍ନିବିଷ୍ଟ ଭିତ୍ତି ଉପରେ ପ୍ରତିଷ୍ଠିତ କରେ। କଳ୍ପିତ ଆକାଶରେ କଳ୍ପନାର ଦୁର୍ଗ ସବୁ ନିର୍ମାଣ କରେ ଅଥବା ରହସ୍ୟମୟ ଚନ୍ଦ୍ରଲୋକକୁ ସ୍ୱପ୍ନର ସିଡ଼ି ଦେଇ ଉଠି ଚାଲେ। ତାର ନଶ୍ୱର ରଚନା ସବୁ ସ୍ୱର୍ଗକୁ ଲକ୍ଷ୍ୟ କରେ ଏବଂ ଆଘାତ କରେ। ଅନିଶ୍ଚିତ ମନର ଅସ୍ପଷ୍ଟ ଅଙ୍ଗନରେ ଅନୁମାନମାନ ଗଠିତ ବିଶ୍ୱର ଚିତ୍ର ଅଙ୍କନ କରେ ଅଥବା ବହୁ କ୍ଲେଶରେ ଖଣ୍ଡ ଖଣ୍ଡ ସବୁ ଯୋଡ଼ି ଏକ ସମଗ୍ରତା ଗଢ଼େ। ମଣିଷର ବିକ୍ଷିପ୍ତ ମନକୁ ଶାନ୍ତ କରିବା ପାଇଁ ଡାଳିଯୋଡ଼ା ଏକ ଉତ୍କୃଷ୍ଟ କ୍ଷେତ୍ର। ଏଠାରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପୁରାତନ ଛାତ୍ରଛାତ୍ରୀମାନେ ତିଆରି କରିଛନ୍ତି ଭବାନୀ ମନ୍ଦିର। ଭବାନୀ ମନ୍ଦିର ନିକଟରେ ପହଞ୍ଚିବା ପାଇଁ 300ରୁ ଊର୍ଦ୍ଧ୍ୱ ପାହାଚ ଅତିକ୍ରମ କରିବାକୁ ପଡ଼େ। ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରଟି 2024 ମସିହାରେ ପାଳନ କରିଛି ଏହାର ସୁବର୍ଣ୍ଣ ଜୟନ୍ତୀ। ଅତିକ୍ରମ କରିଛି 50ଟି ମାଇଲ ଖୁଣ୍ଟ। ଫୁଲ ଚାଷ ହେଉ କି ପରିବା ଚାଷ ହେଉ କି କାଜୁବାଦାମର ଚାଷ ହେଉ, ସବୁଠି ରହିଛି ଅନ୍ତେବାସୀମାନଙ୍କର ନିଖୁଣ ହାତର ଅନୁପମ ସ୍ୱାକ୍ଷର। ଏହାର ଛାତ୍ରଛାତ୍ରୀମାନେ ମଧ୍ୟ ଏ ଅନୁଷ୍ଠାନରେ ନିଜ ନିଜ ପ୍ରତିଭାର ସ୍ୱାକ୍ଷର ଛାଡ଼ି ଯାଇଛନ୍ତି। ଏଠାକାର ଆମ୍ବ, ପିଜୁଳି ପାଟିକୁ ଯେତିକି ସୁଆଦିଆ ଲାଗେ, ସେମିତି ଦୂର ପାହାଡ଼ର ଦୃଶ୍ୟ ମଧ୍ୟ ଅତ୍ୟନ୍ତ ମନୋରମ ଆଉ ମନକୁ ଅତ୍ୟନ୍ତ ଆକୃଷ୍ଟ କରେ। ସବୁ ଋତୁରେ ଏଠାରେ ସବୁଜିମାର ମହୋତ୍ସବ ଚାଲେ। ଟାଙ୍ଗର ଭୂଇଁ ଅଳ୍ପ କେତେ ଦିନରେ ସବୁଜିମାରେ ରୂପାନ୍ତରିତ ହୋଇଯାଏ। ଏଠାକାର ଅଣୁ ପରମାଣୁରେ ଦିବ୍ୟ ଚେତନାର ଧାରା ଉପଲବ୍ଧି କରି ଏଠି ଗୋମାତାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଅତ୍ୟନ୍ତ ପରିଚ୍ଛନ୍ନ ପରିବେଶରେ ସେମାନଙ୍କର ଖାଇବା, ପିଇବା, ରହିବା ସବୁ ପ୍ରକାର ଯତ୍ନ ନିଆଯାଏ। ଗୋମାତାମାନଙ୍କ ପାଖରୁ ଉପଲବ୍ଧ ହେଉଥିବା କ୍ଷୀରରେ ସୁଆଦିଆ ପେଡ଼ା, ପନିର, ଘିଅ ଆଦି ତିଆରି ହୁଏ। ଏଠାରେ ଉତ୍ପାଦିତ ହେଉଥିବା ପ୍ରତ୍ୟେକଟି ସାମଗ୍ରୀର ଦ୍ରବ୍ୟଗୁଣ ଏତେ ଉନ୍ନତ ମାନର ଯେ ସେଥିପାଇଁ ଏହାର ବଜାର ଚାହିଦା ବହୁତ ଅଧିକ ରହିଥାଏ। ଆଶ୍ରମର କଳେବର ଏତେ ବିସ୍ତୃତ ଯେ ଗୋଟିଏ ଦିନରେ ଖାଲି ପାଦରେ ଚାଲି ଶେଷ କରିବା ସମ୍ଭବ ନୁହେଁ। ଯୁଆଡ଼େ ବି ଚାହିଁଲେ ମନୋରମ ଦୃଶ୍ୟରାଜି ଆଖି ଲାଖି ରହିବ। ଏଠାରେ ରାତ୍ରି ରହଣୀର ବ୍ୟବସ୍ଥା ଅଛି। ଉନ୍ନତମାନର ଗେଷ୍ଟ ହାଉସ୍ ଅଛି। ସୁନ୍ଦର ଡାଇନିଂ ହଲ୍ ଅଛି। ସୁନ୍ଦର ହାତ ତିଆରି ଖାଦ୍ୟ ମଧ୍ୟ ମିଳେ। ସେଥିପାଇଁ ତ ଚାପଗ୍ରସ୍ତ ଜୀବନ ଜଞ୍ଜାଳରୁ ମୁକ୍ତି ପାଇଁ ବହୁ ଦୂର ଦୂରାନ୍ତରୁ ଲୋକମାନେ ଛୁଟି ଆସନ୍ତି ଏଠାକୁ। ଦିନେ ଦି ଦିନ ରହି ମାନସିକ ଅବସାଦ ଦୂର କରି ପୁଣି ଫେରିଯାଆନ୍ତି ନିଜର କର୍ମଭୂମିକୁ। ସାଥିରେ ନେଇଯାଆନ୍ତି ଅନେକ ଅପାସରା ସ୍ମୃତି। ଏଠାରେ ଜୀବନ ଅତ୍ୟନ୍ତ ସହଜ, ସରଳ ଆଉ ସାବଲୀଳ। କୌଣସି ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ନାହିଁ, ପ୍ରତିଯୋଗିତା ନାହିଁ, ଆଗକୁ ମାଡ଼ିଯିବାର ଦ୍ୱନ୍ଦ୍ୱ ବି ନାହିଁ। ପଛକୁ ହଟିଯିବାର ଭୟ ନାହିଁ। ବଡ଼ ସାନ, ଉଚ୍ଚ ନୀଚ ବିଚାର ନାହିଁ। ଏଠି ସମସ୍ତେ ସମାନ, ସମସ୍ତେ ମାତୃ ସନ୍ତାନ। କରୁଣାମୟୀ ମାଙ୍କର ଆଶିଷର ଅବାରିତ ବାରିଧାରା ଅତ୍ର ତତ୍ର ସର୍ବତ୍ର ବିଦ୍ୟମାନ। ସବୁକିଛି ଶୃଙ୍ଖଳିତ, ସୁସଂଯତ ଆଉ ସୁସଂହତ। ଏଠି ଆବର୍ଜନାରେ ବି ଫୁଟି ଉଠେ ଅନୁପମ ସୌନ୍ଦର୍ଯ୍ୟ। ସମସ୍ତେ ଅନୁଭବ କରିପାରନ୍ତି ନିଜ ଭିତରର ଶେଷହୀନ ସମ୍ଭାବନା। ଅଗ୍ରଗତି ହିଁ ମଣିଷ ଚେତନାର ଭାଗ୍ୟଲିପି। ବିଜୟ ସୁନିଶ୍ଚିତ। ଏଇଠି ମୁଗ୍ଧ ମଣିଷ ଖୋଜିପାଏ ଅନ୍ଧାରରୁ ଆଲୋକ ଆଡ଼କୁ ପ୍ରଶସ୍ତ ରାସ୍ତା। ଆଲୋକ, ଆହୁରି ଆଲୋକ, ଶେଷହୀନ ଆଲୋକ। ଦିବ୍ୟ ଆଲୋକ।